ପ୍ରାୟତଃ ଆପଣମାନେ ସବୁ ଜାଣିଥିବେ ଆଉ ଏଇଟା ତ ସୋସିଆଲ ମିଡ଼ିଆରେ ପୁରା ଭାଇରାଲ୍ ହେଇସାରିଛି। 8 ତାରିଖ ରାତି 12:40ରେ ଆମକୁ 112 କଲ୍ ଆସିଥିଲା ଯେ କିଛି ଲୋକ 5 ଜଣ ଲୋକ ଗୋଟେ ବୋଲେରୋରେ ଆସିକି ଗାଡ଼ିକୁ ବସ୍କୁ SRTC ବସ୍ ଅଛି ଆମର ଯେଉଁ ଭବାନୀପାଟଣାରୁ ଭଦ୍ରକପଟଣା ଯାଉଛି ତାକୁ ଅଟକେଇଥିଲେ ଆଉ ପଥର ଗୁଡ଼ାକ ବଡ଼ ବଡ଼ ପଥର ଗୁଡ଼ାକ କାଢ଼ିଥିଲେ। ତ ସେଥିରେ ପାସେଞ୍ଜରମାନେ ପୁରା ଭୟଭୀତ ହେଉଥିଲେ ଆଉ ସେମାନେ ଭାବିଥିଲେ ଲୋକମାନେ ପିଲାମାନେ ଡକାୟତ କରିବାକୁ ଚେଷ୍ଟା କରୁଛନ୍ତି। ତ 112କୁ ଆମକୁ କଲ୍ କରିଥିଲେ। ଆମେ ସାଙ୍ଗେ ସାଙ୍ଗେ ସିମିଗୁଡ଼ା ପୋଲିସ ସାଙ୍ଗେ ସାଙ୍ଗେ ଜାଗାରେ ପହଞ୍ଚିଥିଲା। ପୋଲିସକୁ ଦେଖି ସେମାନେ ସେଠୁ ପଳେଇଥିଲେ ଯେ ଯାହା ହଉ ପାସେଞ୍ଜରଙ୍କର କିଛି ଅସୁବିଧା ନ ହେଉ ସେଥିପାଇଁ ଆମେ ସେମାନଙ୍କର ପ୍ରାଇମେରୀ ଟ୍ରିଟମେଣ୍ଟ କରାଇ ତାଙ୍କୁ କଟାଙ୍ଗୀ ଆମେ ଏସ୍କର୍ଟ କରି ନେଇ ଛାଡ଼ିଥିଲୁ। ତାପରେ ଆମର ସେ ଡ୍ରାଇଭର ଯିଏ ଦମ୍ବୁରୁ ସାଗର ସେ ଆସିକି ଆମ ଥାନାରେ ଗୋଟେ ରିପୋର୍ଟ ଦେଇଥିଲା ଆଉ ରିପୋର୍ଟରେ ଆମେ ଗୋଟେ କେସ୍ କରିଛୁ ସୁମିଗୁଡ଼ା PS କେସ୍ ନମ୍ବର 84 ସେକ୍ସନ୍ ହେଉଛି 310+4 310+5 ଅଫ୍ ଦ BNSS ଆଉ 3 ପ୍ରିଭେନ୍ସନ୍ ଅଫ୍ ଡ୍ୟାମେଜ୍ ଟୁ ପବ୍ଲିକ୍ ପ୍ରପର୍ଟି PDP ଆକ୍ଟରେ ଆମେ ଗୋଟେ କେସ୍ କରୁଛୁ। ତାପରେ ଆମର ଟିମ୍ ହୋଇକି ଟିମ୍ ଗଠନ ହୋଇଥିଲା ଯାଇକି 3 ଜଣଙ୍କୁ ଆରେଷ୍ଟ କରୁଛୁ। 3 ଜଣ ହେଉଛନ୍ତି ଆକାଶ ଖିଲ, ସନ୍ ଅଫ୍ ବିଜୟ ଖିଲ ଆଉ ଜଣେ ହେଉଛି ଆଶିଷ ଖିଲ, ବାପାଙ୍କ ନାଁ ହେଉଛି ଧୁବ ଖିଲ, ଜଣେ ଦିଲ୍ଲୀପ ପ୍ରଧାନ। ଏ 3 ଜଣ ଆରେଷ୍ଟ ହୋଇଛନ୍ତି। ଆଉ 2 ଜଣ ମଧ୍ୟ ଆଇଡେଣ୍ଟିଫାଇ ହୋଇସାରିଛନ୍ତି ତାଙ୍କୁ ଆମେ ଖୁବ୍ ଶୀଘ୍ର ଆରେଷ୍ଟ କରିବୁ। ଆଉ ଏବେ ଏଇ ସଂକ୍ରାନ୍ତରେ ଆମେ ଗୋଟେ ଯେଉଁ ବୋଲେରୋ ୟୁଜ୍ ହୋଇଥିଲା OD 10 AD 4004 ତାକୁ ମଧ୍ୟ ଆମେ ସିଜର୍ କରିଛୁ। ଆଉ ଆଜି ଏମାନେ ଫରୱାର୍ଡ଼ ହେବେ। ଏମାନେ ଆମେଙ୍କର କନଫେସନାଲ୍ ଷ୍ଟେଟମେଣ୍ଟ ବି ନେଇଛୁ। ଏମାନେ ସମସ୍ତେ ରାଜି ହେଲେ ଯେ ଆମେ ଏ ଘଟଣାଟା ଘଟେଇଛୁ। ତାଙ୍କର ଉଦ୍ୟମ ଥିଲା କିଛି ଲୋକଙ୍କୁ ଭୟଭୀତ କରି ଡକାୟତ କରିବାର ଉଦ୍ୟମ ଥିଲା। ଆମେ ମାନେ ଭେରିଫାଏ କରିନୁ ଆକ୍ଚୁଆଲି ଆମ କେସ୍ରେ ଆମ ଥାନାରେ ଆମେ ଭେରିଫାଏ କରିଦେଇଛୁ ଆଉ ମେସେଜ୍ କରିଛୁ। କୋରାପୁଟ ଜିଲ୍ଲାର ଅନ୍ୟ ଥାନାରେ ଯଦି କିଛି କେସ୍ ଥିବ ସେତେବେଳେ ଯଦି କେସ୍ କିଛି ଥାଏ ଆମେ ଲିଗାଲ୍ ଆକ୍ସନ୍ ତାଙ୍କ ନାଁରେ ନେବୁ। ଆଉ ଏବେ ପର୍ଯ୍ୟନ୍ତ କିଛି ଆସିନି ଆମ ଥାନାରେ କିଛି କେସ୍ ଆମ ନୋଟିସ୍ରେ ଆସିନି। ବାକି ଏମାନଙ୍କର କାର୍ଯ୍ୟ ସେୟା ଯେ ରାତି ଅଧା ହେଲେ ମଦ ପାଇକି ବୁଲନ୍ତି କାହାକୁ ଦେଖିବେ କିଏ ଯଦି ସିଙ୍ଗଲ୍ ଯାଉଛନ୍ତି ପିଟାମରା କରନ୍ତି ବୋଧେ ଜଣାପଡ଼ୁଛି। ନହେଲେ ସେମାନେ ଗୋଟେ ଏତେ ବଡ଼ ଘଟଣା ଘଟାଇବା ପାଇଁ ସାହସ କରିଥାନ୍ତି।